ଯୀଶୁଙ୍କ ମଧୁମୟ ନାମରେ ପ୍ରତ୍ୟେକ ଦର୍ଶକ ମାନଙ୍କୁ ମୋର ଆନ୍ତରିକ ନମସ୍କାର। ଆଉ ଆମ ନିଜ ଖ୍ରୀଷ୍ଟ ଖବର ଏକ ସୁନ୍ଦର ଖବର ନେଇ ଆସିଅଛି। ତାହା ହେଉଛି ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ଅଜୟଗଡ଼ର ଶାଖା ବୁର୍ଜାଙ୍ଗ ଶାଖା ମଣ୍ଡଳୀ ବର୍ତ୍ତମାନ ମୁଁ ପହଞ୍ଚିଛି। এই ବୁର୍ଜାଙ୍ଗ ଶାଖା ମଣ୍ଡଳୀରେ କ'ଣ ସବୁ ପ୍ରୋଗ୍ରାମ ହେବାକୁ ଯାଉଛି, କ'ଣ ରହିଛି ବିଶେଷ ଖବର, ସେ ସମ୍ପର୍କରେ ଆସନ୍ତୁ ଶୁଣିବା ପାଇଁ ଯିବା। ବର୍ତ୍ତମାନ ମୁଁ କହିବି, ଦେଖନ୍ତୁ, ବର୍ତ୍ତମାନ ମୁଁ ସିଧାସଳଖ ବାପ୍ଟିଷ୍ଟ ଚର୍ଚ୍ଚ ଶାଖା ମଣ୍ଡଳୀ ବୁର୍ଜାଙ୍ଗରେ ମୁଁ ପହଞ୍ଚିଛି, ଯାହାକି ଏଇ ବର୍ଷ ଏଇ ଶାଖା ମଣ୍ଡଳୀ ସ୍ଥାପନ ହେଇ ଆଉ 40 ବର୍ଷ ସ୍ମରଣୀୟ ଶାଖା ମଣ୍ଡଳୀ ସ୍ଥାପନ ଦିବସ ପାଳନ କରିବା ନିମନ୍ତେ ଏକ ସୁନ୍ଦର ଆୟୋଜନ କରିବା ପାଇଁ ମଣ୍ଡଳୀ ସହିତ ସମାଜ ମିଳିତ ଭାବରେ ଏକ ସିଦ୍ଧାନ୍ତ ନେଇଛନ୍ତି। ତେବେ ଆସନ୍ତୁ ସମାଜ ପକ୍ଷରୁ ଆଉ ସମସ୍ତ କର୍ମକର୍ତ୍ତାଗଣ ମାନେ କ'ଣ ସବୁ କହୁଛନ୍ତି ଆଉ କେମିତି କାମ ହେଇଛି, କ୍ୟାମେରାମ୍ୟାନ୍ ଟିକେ ଦେଖିବା ପାଇଁ ଯିବେ। ବର୍ତ୍ତମାନ କାମ ଚାଲିଛି ଆଉ ରହିଲା ଅଳ୍ପ ଦିନ ମାତ୍ର। କେବେ ହେବ, କେଉଁମାନେ ବକ୍ତା ଅଛନ୍ତି, ସେ ସମ୍ପର୍କରେ ଆଜିର ଏଇ ଖବର ରଖିଅଛି। ତେବେ କ୍ୟାମେରାମ୍ୟାନ୍ ଆଗକୁ ଆସେ। ବର୍ତ୍ତମାନ କାମ କେମିତି ଚାଲିଛି, ଭାଇମାନେ କାମ କରୁଛନ୍ତି, ଦେଖନ୍ତୁ। ବର୍ତ୍ତମାନ ସ୍ପିଡଲି କାମ ଚାଲିଛି ଆଉ ଅଳ୍ପ ଦିନ ରହିଲା। କ'ଣ କେମିତି ପ୍ରି ପ୍ଲାନିଂ କରାଯାଉଛି ସେ ସମ୍ପର୍କରେ ମୁଁ ସକଳ ମାନେ ବିଶଦ ବିବରଣୀ ଜଣାଇବାକୁ ଚେଷ୍ଟା କରିବି। ଆଗକୁ ଯିବା। ବର୍ତ୍ତମାନ ମଣ୍ଡଳୀ ପହଞ୍ଚନ୍ତି, ମଣ୍ଡଳୀର ସମାଜର କାର୍ଯ୍ୟକ୍ରମୀ ଅଛନ୍ତି, ସେମାନଙ୍କ ଠାରୁ କିଛି ବାଟ ନେବା ପାଇଁ ଯିବା। ଆସନ୍ତୁ, ବର୍ତ୍ତମାନ ଆମ ଉତ୍କଳ ବାପ୍ଟିଷ୍ଟ ମାତୃମଣ୍ଡଳୀ ଅଜୟଗଡ଼ର ସମସ୍ତ ପାଳକଙ୍କ ସହିତ ଡିକନ ଅଛନ୍ତି, କାର୍ଯ୍ୟକ୍ରମୀ ଆସିଛନ୍ତି, ପୁଣି ବୁର୍ଜାଙ୍ଗ ଶାଖା ମଣ୍ଡଳୀର ଆଉ ସମସ୍ତ କର୍ମକର୍ତ୍ତା ମାନେ ଅଛନ୍ତି। ତାଙ୍କ ମୁଖରୁ ଆଜିର ସକଳ ଆୟୋଜନ ବିଷୟରେ ଆଗାମୀ ଦିନ ଯେଉଁ ହେଉଛି ସେ ସମ୍ପର୍କରେ ବର୍ତ୍ତମାନ ପାଳକ ଅଛନ୍ତି। ପାଳକ ନାଗ ଆଜ୍ଞା, ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆମର ଖ୍ରୀଷ୍ଟଙ୍କୁ ସ୍ୱାଗତ କରୁଛୁ। କ'ଣ କହିବେ ବର୍ତ୍ତମାନ ଯେଉଁ ସମାଗମ ଚାଲିଛି, କ'ଣ କହିବେ ଆପଣ ଏ ବିଷୟରେ? ଏହି ସମୟରେ ଆମ ନଜର ଖ୍ରୀଷ୍ଟୀୟ ଖବରକୁ ଚ୍ୟାନେଲକୁ ମୁଁ ଧନ୍ୟବାଦ ଦିଏ। ପୁଣି ଦର୍ଶକ ପ୍ରିୟ ଭାଇ ଭଉଣୀ ବାପା ମା ସମସ୍ତଙ୍କୁ ମୋ ନମସ୍କାର ଜ୍ଞାପନ କରେ। ଆମମାନେ ଏହି ସମୟରେ ଆମମାନଙ୍କ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର ଅଜୟଗଡ଼ ବାପ୍ଟିଷ୍ଟ ମଣ୍ଡଳୀର ଶାଖା ସମାଜ ବୁର୍ଜାଙ୍ଗ ସମାଜ ମଧ୍ୟରେ ଆମମାନେ ଉପସ୍ଥିତ ହେବା ପାଇଁ ଯାଇଅଛୁ। ତ এই ଉପସ୍ଥିତି ମଧ୍ୟରେ ଯାହା ଆମେ ଶୁଣିବାକୁ ପାରୁଛୁ, ଚଳିତ ମାସ 23-24 ତାରିଖରେ କ'ଣ ଗୋଟେ ପ୍ରୋଗ୍ରାମ ଅଛି ବୋଲି ଶୁଣିବାକୁ ପାରୁଛୁ। କ'ଣ ସେ ସମ୍ପର୍କ କହିବେ ଆପଣ? ଚଳିତ ମାସ 23-24 ତାରିଖ ଆମମାନଙ୍କ ଶାଖା ସମାଜ, ଯାହାକି ଅଜୟଗଡ଼ ବାପ୍ଟିଷ୍ଟ ମଣ୍ଡଳୀର ବୁର୍ଜାଙ୍ଗ ଶାଖା ସମାଜର ସ୍ଥାପନ ଦିବସ, ଯାହାକି 40 ବର୍ଷ ପୂରଣ ହେବା ପାଇଁ ଯିବ। ସେଥିପାଇଁ 2 ଦିନ ଧରି ମହା ଉଦ୍ଦୀପନା ସଭା ଆଉ ଆୟୋଜନ କାର୍ଯ୍ୟକ୍ରମ ହେବା ପାଇଁ ଯାଉଅଛି। ବହୁତ ଧନ୍ୟବାଦ ପାଳକ ମହାଶୟ। ନିଶ୍ଚିତ ଭାବେ ଆପଣଙ୍କ ଅମଳରେ ଏହା ପ୍ରଥମ କରି ଉଦ୍ଦୀପନା ସଭା ହେବାକୁ ଯାଉଛି। କେତେ ଆନନ୍ଦିତ ଅଟନ୍ତି ଆପଣ? ହଁ, ନିଶ୍ଚୟ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପୁଣି ଅତି ଆନନ୍ଦିତର ବିଷୟ ଯେ ଆମ ଶାଖା ସମାଜ ବୁର୍ଜାଙ୍ଗ ସମାଜ ମଧ୍ୟରେ ଆଉ ଏକ ପ୍ରଭୁଙ୍କର ସୁସମାଚାର ପ୍ରଚାର କାର୍ଯ୍ୟକ୍ରମ ହେବ। ପୁଣି ଅନେକ ପ୍ରଭୁଙ୍କର ଭକ୍ତ ଦାସ ଦାସୀ ମାନେ ଉପସ୍ଥିତ ହେବେ। ପୁଣି ଅନେକ ଅଞ୍ଚଳରୁ ଆଉ ସେଇ ସଭା ମଧ୍ୟରେ ଉପସ୍ଥିତ ହେଇ ଏହି ଶାଖା ସମାଜ ନିମନ୍ତେ, ପୁଣି ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପରିଚୟ ପାଇନାହାନ୍ତି ସେମାନେ ଯେ ପ୍ରକାର ପାଇପାରିବେ ସେଥି ନିମନ୍ତେ ଉପସ୍ଥିତ ହେଇ ପ୍ରାର୍ଥନା କରିବେ। ଏଥିପାଇଁ ମୁଁ ବହୁତ ଆନନ୍ଦିତ ଅଟେ। ଧନ୍ୟବାଦ ଆପଣଙ୍କ ମତ ପାଇଁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ଆମ ଡିକନ ଅଛନ୍ତି ରାହୁଳ ଆଜ୍ଞା। ତ ଆପଣ ଗୋଟେ ବହୁତ ଅଭିଜ୍ଞତା ବ୍ୟକ୍ତି ଅଟନ୍ତି, ମଣ୍ଡଳୀ ସମାଜ ମଧ୍ୟରେ ବିଭିନ୍ନ ସମୟରେ କାମ କରୁଛନ୍ତି। ଏଇ 40 ବର୍ଷ ପୂର୍ତ୍ତି ଅବସର ମଧ୍ୟରେ ଆପଣଙ୍କର ଅନୁଭୂତି ନିଶ୍ଚିତ ଭାବେ ଅନେକ ଥର ମଣ୍ଡଳୀ ଅଛନ୍ତି, କ'ଣ କହିବେ ଆପଣ ଏ ସମାଜକୁ ଆସନ୍ତି, ଏ ସମାଜ ବିଷୟରେ କ'ଣ ଜାଣିଛନ୍ତି ଆପଣ? ପ୍ରଭୁଙ୍କ ନାମ ଧନ୍ୟ ହେଉ। ବାସ୍ତବ ପ୍ରଭୁଙ୍କର ବାକ୍ୟ ଅନୁସାରେ ରଗଡ଼ା ସ୍ଥାନ ସବୁ ସଳଖ କରାଯିବ, ଅନ୍ଧକାରବାସୀ ଆଲୋକ ଦର୍ଶନ କରିବେ। ପ୍ରଭୁଙ୍କର ଏ ବାକ୍ୟ ସଫଳ ହେଉଛି। ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉ ଦେଉ ଏହି ସମାଜର କିଛି ବିଷୟ ମଧ୍ୟ ମୁଁ ଅନୁଭବ କରିଛି। ଏମାନେ ପୂର୍ବରେ କି ପ୍ରକାର ଥିଲେ, ବର୍ତ୍ତମାନ ସେମାନଙ୍କୁ ପ୍ରଭୁ କେତେ ଦୂର ଆଗେଇ ଆଣିଛନ୍ତି। ଆଲୋକର ଦର୍ଶନ ପାଇ ସେମାନେ ଆଲୋକ ପଥରେ ଚାଲୁଛନ୍ତି। ସେଥିପାଇଁ ମୁଁ ଅତ୍ୟନ୍ତ ଖୁସି ଅଛି। ଦର୍ଶକ ବନ୍ଧୁମାନେ, ବର୍ତ୍ତମାନ ଈଶ୍ୱରଙ୍କ ବାକ୍ୟ କୁହେ ଯେତେବେଳେ ଏଠାରେ ସୁସମାଚାର ପହଞ୍ଚିଲା, ଈଶ୍ୱରଙ୍କ ବାକ୍ୟ ଆଉ ଏକ ଆଲୋକ ପ୍ରଦାନ କରେ। ତେଣୁ ନିଶ୍ଚିତ ଭାବେ ଆଜି ଆଲୋକ ଆଣିଛି ବୁର୍ଜାଙ୍ଗ ଶାଖା ମଣ୍ଡଳୀ କ'ଣ ଯେଉଁ ସୁନ୍ଦର ଆୟୋଜନ ହେବାକୁ ଯାଉଛି।
धन्यवाद देवी राउल महाशय बर्तमान आमर चालक अच्छी आज एक विशाल बड़ दायित्व प्रभु आप देले कौन आप व्यक्तिगत मंतव्य रखिए जे अल्प दिन पर 2 दिन पर आरंभ क्यों मैंने वक्ता अच्छा प्रभु नाम गौरवान्वित हो प्रभु अनुग्रह करी आम दिन मानक शाखा मंडली परिचालना दायित्व देउ देउ आउ एते बड़ सभार आयोजन करने से मन देइछन्ति तेणु प्रभु को धन्यवाद दिए आ समस्त विषय आयोजन करू करू आमर कर्मकर्ता गण आमर संपादक कोषाध्यक्ष अन्यान्य सभ्य माने अन्यान्य वयोज्येष्ठ माने समस्त द्वारा निष्पत्ति करागला कि सभार प्रसंग वक्ता आमर स्वाधीन प्रचारक आचार्य उपेन्द्र परिछा नुआगढ़ पुणे आमर कटक निरंजन तुरुक दुई को वक्ता भाव में स्थान दि जाइए। बहुत धन्यवाद आप मत भाई बर्तमान आसतु शेष प्रतिज्ञा नापी जावा आ स्थानीय शाखा मंडली जे कि संपादक अटंती जेना महाशय अच्छा यही पद अति गुरुत्वपूर्ण पद अटे ए समस्त प्री प्लानिंग सेवा कार्य आरंभ करने कार्य को परिवहन करने तोलेवा बहुत कष्टकर अटे बर्तमान मो सामने अच्छा आज्ञा प्रेस द लॉर्ड कौन Praise the कहे Lord. आज आपण को एत बड़ दायित्व दि जाए संपादक कार्यक्रम साधारण विषय नहीं तेणु मीटिंग चलवा गोटे बहुत कष्ट अटे केमी प्लानिंग अच्छी आ कौन कहे आज आप कहतु सर्वप्रथमे महामहिम स्वर्गस्थ पिता त्राणकर्ता परमेश्वर जीशुख्रीष्ट को प्रथमे धन्यवाद देवी से महान अटंती तांकर योजना तांकर संकल्प से आगुरी निरूपित कर रखी समाज जिते स्थापन है स्थापन हो उत्थन पथन मध्य गति करू करू 40 वर्ष पूर्ण होगा जाऊँगी जहाँकि आमने यही ब्लॉक माध्यम शाखा मंडली मंडली मानक आम जन अच्छु समस्ते जानते 23/9/2025 तारीख में आम 40 वर्ष पूरण हो तेणु आम 40 वर्ष स्मरणीय स्थापन दिवस पालन करने निमंते आम प्रस्तुत हो प्रभुंर गौरव करने निमंते तेणु मु हाथ जोड़ी समस्त को नमस्कार नेहुरा हूँ आम विज्ञापन माध्यम चिठी माध्यम जनइचु पुणी यही चैनल माध्यम आम नजर ख्रीष्टीय खबर चैनल माध्यम मु अनुरोध करुच्ची समस्ते यही वार्ता जमते शुणी से 23 पुणी 24 तारीख यही सेप्टेम्बर मसरे ये 2 दिनिया सभा रखा जाइए समस्ते उपस्थित हो प्रभुंर गौरव प्रशंसा करवा हूँ। तो शेष प्रतिज्ञा नेबी जना आज्ञा आपण माध्यम अनेक पत्रिका चिठी दि जाए संगीत गोटे बहुत बड़ विषय अटे क्यों मानक क्यों दिन संगीत दि जाए कहींपारे हाँ संगीत आम तो प्रथम दिन जेहेतु आमर मातृमंडली अच्छा जहाँ को इशारे जहाँ को परामर्श आम प्रोग्राम करुचु तेणु से मातृमंडली को आम प्रथमे देचु संगीत परिचालना करने निमंते पुणी द्वितीय ओली आम जिरांग मंडली को आम देचु पुणी द्वितीय दिन प्रथम ओली आमने कुमुला सिंह मंडली को दिखाई पुणी द्वितीय दिन सेकेंड ओलीटा आम गंडाती शाखा समाज को दिखाई। धन्यवाद दर्शक बंधु मैंने बर्तमान आम शुणा समस्त मुखर बाइट पाइचु जे सुंदर भाव आयोजन कर खाली अपेक्षा रहा आप उपस्थिति और प्रार्थना आवश्यक रही तेणु ए समस्त विषय नहीं किसी प्रेमर भोज व्यवस्था अच्छे कि आज्ञा आम मैंने बर्तमान आम समस्ते जाचु जे आम जो मान पाखक जाऊँ आम मानसिक स्थिति आर्थिक पर्यंत आम दुर्बल अटू तथापि प्रभुंर गौरव करने निमंते आम शाखा समाज तरफ खाइबार बंदोबस्त कर धन्यवाद आप मत प्रदर्शक मैंने आज एक आनंदर विषय अटे उत्कल बाप्टिस्ट शाखा मन बुर्जांग निमंते केवल बुर्जांग निमंते नुहे आखपाख अंचल निमंते आनंदर विषय अटे और मु अनुरोध करी प्रभु को सेवक दास हिसाब से आपण मानक जिते निमंत्रण दि जाइए आउ यही मीडिया जिते शुणुं समस्त बसक योगदान दे उपस्थित रही पुणी शेष प्रतिज्ञा नापी चाहे गोटे विशेष खबर मत मन पड़ा तो यही समस्त सभा कार्य मत 2 दिन हम आ मंडली सम्मेलन उपस्थित रही कि कौन कह आज्ञा मु आज बहुत आनंदित मो जन्मरू जेहेतु आम ग्राम आज पर्यंत केबे सम्मिलनी उपस्थित रही केबे सभा समिति ही ना तेणु यही जो सभा 23 पुणी 24/9/2025 रे सभार आयोजन करा परिचालना उत्कल बाप्टिस्ट सम्मिलनी परिचालना करेंगे तो बहुत बड़ आनंदर विषय जहाँ आप प्रभु आशीर्वाद करूँ यहपरी आयोजन पर प्रभु गौरव पातु आउ प्रदर्शक बंधु मैंने बर्तमान आम
ପରିସର ଅର୍ଥାତ୍ ସମ୍ମିଳନୀ ପରିସର ମଧ୍ୟରେ ଶାଖା ମଣ୍ଡଳୀ ଅଛି ବୁର୍ଜାଙ୍ଗ। ତ ନିଶ୍ଚିତ ଭାବେ ପ୍ରଭୁ ଏ ସମସ୍ତ ସେବା କାର୍ଯ୍ୟ ଗୁରୁ ପାଆନ୍ତୁ। ଆପଣଙ୍କ ମତ ପାଇଁ ମୁଁ ଧନ୍ୟବାଦ ଦେଇ ଏଠି ରଖୁଛି। ନମସ୍କାର। ନମସ୍କାର। ମହାସଚେତନକୁ ଆମେ ଧନ୍ୟବାଦ କରୁଅଛୁ। ପ୍ରଭୁ ତୁମେ ଦୟା ଅନୁଗ୍ରହ କୃପା ମଙ୍ଗଳ କରି ପରମେଶ୍ୱର ଅଜୟଗଡ଼ ବାପ୍ତିଷ୍ଟ ପରମେଶ୍ୱର ପ୍ରଭୁ ଶାଖା ମଣ୍ଡଳୀ ଯାହାକି ବୁର୍ଜାଙ୍ଗ ସମାଜ ମଧ୍ୟରେ ପ୍ରଭୁ ତୁମରି ପବିତ୍ର ସେହି ସୁସମାଚାର ପହଞ୍ଚାଇଲ। ହଁ ପରମେଶ୍ୱର ତଦନୁସାରେ ପରମେଶ୍ୱର ତୁମକୁ ପରମେଶ୍ୱର ଖ୍ରୀଷ୍ଟୀୟ ମଣ୍ଡଳୀ ସମାଜ ଭାବରେ